ପାଟଣା ଗୁଠ ଛଡ଼ା ଦନ୍ତା ହାତୀ ଦଳିଦେଲା ଧାନ ତଳି। ଗୋଟିଏ ଗୁଠ ଛଡ଼ା ଦନ୍ତା ହାତୀ 2 ଦିନ ହେବ ପାଟନା ଅଞ୍ଚଳରେ ଉତ୍ପାତ କରୁଛି। ମଙ୍ଗଳବାର ରାତିରେ ପାଟନା ବ୍ଲକ ବଡ଼ପାଟନା ପଞ୍ଚାୟତର ଗୁରୁଦୀପସି ଗ୍ରାମର ଝାଟିପଡ଼ା ସାହିର ଅର୍ଜୁନ ବାରିଙ୍କ ଧାନ ତଳି ବିଲରେ ଗୁଠ ଛଡ଼ା ଦନ୍ତାଟି ପଶି ଦଳି ଚକଟି ନଷ୍ଟ କରିଛି। ତଳି ରୋଇବା ସମୟ ହୋଇଥିବା ବେଳେ ତଳିକୁ ହାତୀ ଦଳି ଦେବାରୁ ଏବେ ଚାଷୀ ଚିନ୍ତାରେ ଅଛନ୍ତି। ଏହାଛଡ଼ା ମଙ୍ଗଳପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରାଚେରୀ ଭାଙ୍ଗି ଥିବାବେଳେ ଗୁରୁଦୀପସି ଗ୍ରାମରେ ପଶି ରାଇଟର ମୁନ୍ନାଙ୍କ ଘରେ ପଶି ପାଣି ଡ୍ରମ୍କୁ ଭାଙ୍ଗିଦେବା ସହ ଅନ୍ୟ କିଛି ଲୋକଙ୍କ ବାଡ଼ିରେ ପଶି ପନିପରିବା ଏବଂ ପଣସ ଖାଇଛି। ଗୁଠ ଛଡ଼ା ଦନ୍ତା ହାତୀଟି ଏବେ ଗାଁ ପାଖରେ ଘୁରି ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପାଟଣା ବନ ବିଭାଗ ଏଥିପ୍ରତି ନଜର ଦେଉନଥିବାରୁ ପାଟନା ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ି ଚାଲିଛି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।